नमस्कार। ମୁଁ ରଶ୍ମିତା ଭୋଇ, ସରପଞ୍ଚ ସତ୍ୟଭାମାପୁର ଗ୍ରାମ ପଞ୍ଚାୟତ। ତ କ'ଣ ଆଜି ଆପଣଙ୍କର ଅସୁବିଧା ଆପଣ ଗଣମାଧ୍ୟମକୁ ଡାକିଛନ୍ତି? ମାନେ ମୋର ଅଭିଯୋଗ ହେଉଛି ଯେବେଠୁ ଏ ବିଡ଼ିଓ ମ୍ୟାଡ଼ାମ୍ ଆମ ବ୍ଲକକୁ ଆସିଲଣି, ମୋ ପଞ୍ଚାୟତ ସତ୍ୟଭାମାପୁର ଗ୍ରାମ ପଞ୍ଚାୟତରେ ମାନେ ଉନ୍ନତିମୂଳକ କାର୍ଯ୍ୟ ପୁରା ବନ୍ଦ ହେଇଗଲାଣି। ତାଙ୍କର ମାନେ କ'ଣ ପାଇଁ ଏ ପଞ୍ଚାୟତ ପ୍ରତି ଘୃଣା, ମୁଁ ସେଇ ଜାଣିପାରୁନି ତାଙ୍କର ଏତେ ଘୃଣା କ'ଣ ପାଇଁ। କ'ଣ ଆପଣଙ୍କ ମାନେ ଆମ ବିକଶିତ ଗାଁ, ବିକଶିତ ଓଡ଼ିଶାରେ ସାଂସନ୍ ହେଇକି ଆସିଛି ଗୋଟେ କଲ୍ୟାଣ ମଣ୍ଡପ, ହାଟ ଆଉ ମାର୍କେଟ କମ୍ପ୍ଲେକ୍ସ। ମୁଁ ତାକୁ କାର୍ଯ୍ୟକାରୀ ମାନେ କରିବି ବୋଲି ଯେତେବେଳେ ବ୍ଲକକୁ ଜୁଲାଇ ମାନେ 3 ମାସ ଆଗରୁ ମୁଁ ଯାଉଛି, ମାନେ ମ୍ୟାଡ଼ାମ୍ କାମ ହେଉନି ନା, ହଁ କରିବା ଏମିତି ମୁଁ କରିବି। ଯେତେବେଳେ ନିର୍ଦ୍ଧାରିତ କଲି ମୁଁ କରିବି, ନିଜେ କରିବି ପଞ୍ଚାୟତ କାମ, ତାପରେ ମୁଁ ବିଡ଼ିଓ ମ୍ୟାଡ଼ାମ୍ କହିଲି ଯେ ଯାହା ତାର ପ୍ରୋସିଜର ଅଛି, ମାନେ ସେ ମୋତେ କହିଲେ ମୋତେ ଲେଟର ଦିଅ, ତହସିଲଦାରଙ୍କୁ ସିଏ ଫରୱାର୍ଡ଼ କଲେ। ମୁଁ ଲେଟର ଦେଲା ପରେ ତାପରେ ସିଏ ବି ଆର୍ଆଇକି ଦେଲେ। ଆର୍ଆଇ ମୋତେ ଆମକୁ ରଙ୍ଗ ବଜାର ପୁରା ପଏଣ୍ଟ ଉପରେ ଜାଗା ଦେଖିଲେ, ସରକାରୀ ଜାଗା, ଯାହାକି ମାନେ ଜବରଦଖଲକାରୀ ମାନେ ସେଠି ଦୋକାନ କରିକି ବସିଛନ୍ତି। ପୁଣି ଆମେ ବିଡ଼ିଓ ମ୍ୟାଡ଼ାମକୁ ଦେଖା କରି ଏ ସମସ୍ୟା ବିଷୟରେ ଜଣେଇଲୁ, ସେ ପୁଣି ଲେଟରଟା ଦିଆହେଲା। ତାପରେ ତାକୁ ଆର୍ଆଇ ଏଭିକ୍ସନ ପାଇଁକି ଆମକୁ ତହସିଲଦାର ଜଣେଇଥିଲେ ଆର୍ଆଇକୁ। ତାପରେ ସେଇଟା ବି ଏଭିକ୍ସନ ହେଇଗଲା ପରେ ଆମେ ଜୁଲାଇ ମାସ 20 ତାରିଖ ଦିନ ଆମେ ଯେତେବେଳେ ଗଲୁ ବ୍ଲକକୁ, ମ୍ୟାଡ଼ାମକୁ କହିଲି ଯେ ମ୍ୟାଡ଼ାମ୍ ଜାଗା ଖାଲି ହେଇଗଲା, ଆଉ କାମଟା କରିବା ନା, ମୁଁ ଯାଇକି ଡାକି ଦେଇକି ୱାର୍କରଟା ଦେଇଦେଉଛି, ଆପଣ କାମ ଆରମ୍ଭ କରନ୍ତୁ, ବିଜିବିଓ କାମ ଶୀଘ୍ର ସାରନ୍ତୁ। ତାପରେ ମାନେ ଏମିତି 3-4 ଦିନ ଭିତରେ ଏମିତି କୋଉଠୁ ତାଙ୍କ ପାଇଁ ଆସିଗଲା, ମାନେ କିଏ ତାଙ୍କୁ ହିସାବ ଦେଲା ଯେ ମାନେ ଏ କାମଟା ଏଇ ସରପଞ୍ଚ କରିପାରିବେ ନାହିଁ। ଆମେ ସେଠୁ ମାନେ 24 ତାରିଖ ଦିନ ପୁଣି ଡକେଇକି ଆମକୁ କହୁଛନ୍ତି ଆପଣମାନେ କାମ କରିପାରିବେନି। ମୁଁ କହିଲି କାହିଁ କରିପାରିବୁ ନା, ନାଇଁ ବିଜିବିଓ କାମ ତ ଆପଣ କରିପାରିବେନି, ଆପଣଙ୍କ ଏଠି କଣ୍ଟ୍ରାକ୍ଟର ମାନେ କରିବାକୁ ଆସିଛନ୍ତି କି, ଆପଣ ପଞ୍ଚାୟତ କାମ କରୁନାହାନ୍ତି, ବ୍ଲକ କାମରେ କାହିଁ ମୁଣ୍ଡ ପୁରଉଛନ୍ତି। ତାପରେ ଦଳିତ ଜାତି କହିକି ମାନେ ସେ ମାନେ ବହୁତ ମାନେ ନିର୍ଦ୍ଦିଷ୍ଟ ଜାଗାକୁ ଯିବା ପାଇଁ ବି ଆମକୁ ନିର୍ଦ୍ଦେଶ ଦଉଛନ୍ତି। ଆପଣ କିଏ ଆମକୁ କୋଉଠିକି ଯିବା ପାଇଁ କହିବା ପାଇଁ? କାହିଁକି ଆପଣଙ୍କ ଏତେ ଘୃଣା ଅଛି? କ'ଣ କିଛି ସିଏ ଆମକୁ ମାନେ ନିର୍ଦ୍ଦିଷ୍ଟ ଜାଗାରେ ମିଶିଯାଅ ବୋଲି ବି ସେ ଆମକୁ କହୁଛନ୍ତି। କିଛି ଦିନ ପୂର୍ବରୁ ଦେଖାଯାଇଥିଲା ଜଣେ ଆଉ ଜଣେ ସରପଞ୍ଚ, ଯିଏକି ଚାମିଲି ଓଝା, ସେ ଯାଇକି ମାନେ ଲୋର କେମିତି ଧାରଣା ବି ଦେଇଥିଲେ, ସିଏମକୁ ବି ଦେଖା ବି କଲେ। ଆପଣ ବି ଗ୍ରିଭାନ୍ସ ଯାଇ ଦେଖା କରିଥିଲେ, କିଛି ଅଭିଯୋଗ? ଆମେ ଜୁଲାଇ 27 ତାରିଖର କଲେକ୍ଟର ଗ୍ରିଭାନ୍ସ ଥିଲା। ଆମେ ସେଠି ମୁଁ ଏଠି ଅଭିଯୋଗ ଜଣାଇଥିଲି କି ବିଡ଼ିଓ ମ୍ୟାଡ଼ାମ୍ ଆମକୁ ଏମିତି ଅଶ୍ଳୀଳ ବ୍ୟବହାର କଲେ, ବିଜିବିଓ କାମରେ ମୁଣ୍ଡ ଭର୍ତ୍ତି କର ନାହିଁ ବୋଲି କହିକି ଆମକୁ ମାନେ ଚାମ୍ବରରୁ ବାହାର କରିଦେଲେ। ଆମେ ଅଭିଯୋଗ ଦେଲା ପରେ ବି କଲେକ୍ଟର ତାର କିଛି ସମସ୍ୟାର ସମାଧାନ ନ କରିକି ଓଲଟ ବିଡ଼ିଓ ମ୍ୟାଡ଼ାମକୁ କହୁଛନ୍ତି ତାଙ୍କ ନାଁରେ ଏଫଆଇଆର ଦିଅ କହିକି ଆମକୁ, ସିଏ ବି ଆମକୁ ସେ ଗ୍ରିଭାନ୍ସରୁ ବାହାର କରିଦେଲେ। ତାପରେ ମୁଁ ମାନେ ଯେଠି 25-30 ମହିଳାଙ୍କୁ ନେଇକି ବି ଯାଇଥିଲି, ମୁଁ ଏକା ଯାଇନଥିଲି। ତାପରେ ମୋତେ ଏମିତି ସିଏ ବି ବହୁତ ଦୁର୍ବ୍ୟବହାର କଲେ ଗ୍ରିଭାନ୍ସ ଦିନ। ଆଗାମୀ ଦିନରେ ଆପଣ କ'ଣ ପଦକ୍ଷେପ ନେବେ? ଆଗାମୀ ଦିନ ମୋ ଯେହେତୁ ଦଳିତ ଜାତି ଆଉ ମାନେ ମହିଳା ସରପଞ୍ଚ ଏମିତି କହିକି ମୋତେ ମାନେ କିଛି କରିପାରିବ ନାହିଁ ଏମିତି କହିକି ମୋତେ ଚାମ୍ବରରୁ ବାହାର କଲେ। ମୁଁ ଆଗାମୀ ଦିନରେ ମାନେ ଅଗଷ୍ଟ 25 ତାରିଖ ଦିନ ମୁଁ ବ୍ଲକରେ ଧାରଣା ଦେବି। ସାର୍ ସବୁକୁ ନେଇକି ମୁଁ ଦଳିତ ଜାତି କହିକି ଗୋଟେ ମହିଳା ସରପଞ୍ଚକୁ ଏମିତି ଦୁର୍ବ୍ୟବହାର କରିବା, କାହା ନିର୍ଦ୍ଦେଶରେ ସିଏ କାମ କରିବା ପାଇଁ ମନା କରିଦେଲେ 3-4 ଦିନରେ ଏମିତି କୋଉଠି ନିର୍ଦ୍ଦେଶ ଆସିଲା ସିଏ ଆମକୁ ଉତ୍ତର ଦେବେ। ଆଉ ତାପରେ କହିଲେ ଯେ ଗାଇଡଲାଇନ ଅଛି ସିଏମଙ୍କର। ସେ ବିଡ଼ିଓଙ୍କ ନାମ ହଉଛନ୍ତି ମାନେ ରଶ୍ମିତା ନାଥ।